गुरु ब्रह्मा गुरु विष्णु गुरुदेव महेश्वर गुरु साक्षात् परम ब्रह्म तस्मै श्री गुरवे नमः। गुरुदेवाय नमः। गुरुदेवाय नमः। गुरुदेवाय नमो नमः। पूर्वरु आमे सृष्टि सर्जना विवरणी चली सृष्टि केमिति सर्जना हैला ताहा चालू रही। वर्तमान आगु को आमे गति करिबा। विकार तिले न थाए तांको ठारे निर्विकार बोली भक्ति बोलंती संसारे भूतगणଙ୍କୁ କରିଣ ଥିବାରୁ ଆୟତ ତାହାଙ୍କର ଅନ୍ୟ ନାମ ଅଟେ ଭୂତନାଥ ଧାତୁରା ଭାଙ୍ଗି ପାନରେ ହୋଇଥିବାରୁ ଭୋଳାନାଥ ଭୋଳାନାଥ କହନ୍ତି ସକଳ ଏହିପରି ଭାବେ ତାଙ୍କ ମହିମା ଅପାର महाबलशाली सेहु संसार मध्यर शक्ति को सर्वदा सेहु बांधी रखिथांती शक्ति जे तांकर मणि अटंती पार्वती तिनि पुरे से देवींको सम केहि नाही इच्छा कले निमिषके सर्व पारे वही किंतु शिवंक निकटे संतुष्ट होइण घरणी भावेण तंती काले पूर्ण पूर्ण जेते बेले दुष्ट गण उत्पात हुअंती से समय शिव शक्ति प्रदान करंती। ताले देव देव महादेव जहां को आमे भूतनाथ बोली कहूचे भूत मानंकु जे आयत्त करि पारंती से हेले भूतनाथ भूत मानंकर स्वामी भूतनाथ एवं अति प्रिय धतुरा फल ताकू से सेवन करंती अति प्रिय धतुरा पुष्प धतुरा फल शिवंकर अति प्रिय एवं जहांकर रमणी होचंती मां पार्वती तांको जी संतुष्ट करि पारिछि तांकर वर जी लाभ करि पारिछि से जुगे जुगे अमर हेकि रहिबो सबु जुगरे ताहांको शक्ति बଳରେ दलन होई अथंती दानव महिरे केवल सत्य को सेहु करिया गुसार तिनि पुरे होइण अथंती अज्रामर सत्यवंत प्राणी सेहु ब्रह्मांड मध्यरे देवता गण भजंती ताहांकु अंतरे ताहार दृष्टांत अछि बहुत शास्त्र रे गोटी गोटी केते अबा कहिबी महिरे सत्य सेहु धर्म सेहु मने हेतु कर अहिंसा अटई मूल भित्ति जे ताहार। ताले कविंकर मतरे शिव पुराण कथा अनुसारे तिनिपुर रे जे जयलाभ करिछि से ही शिवंकर भक्त रावण शिवंकर प्रिय भक्त थिला किंतु जेते बेले शिवंकर सान्निध्य से लाभ करि पारे सान्निध्य लाभ करि सारला परे जेते बेले से निजको सर्वशक्तिमान कही जहांको ठारू वर लाभ करिथिला तांकु भूली जाए सेते बेले प्रभु तार गारिमा को नष्ट करि दियंती
ତେଣୁ କୁହାଯାଇଛି, ଯେବେ ମନୁ ହିଂସା ଭାବ ଦୂର କରିଦେବ, ସକଳ ଜନ୍ମରେ ନିଶ୍ଚୟ ପ୍ରିୟ ବୋଲାଇବ। ଶତ୍ରୁ ବୋଲି ତାର କେନ ରହିବେ ସଂସାରେ, ସଭିଙ୍କୁ ଜୟ କରିବ ଅହିଂସା ବଳରେ। ଅହିଂସା ପରମ ଧର୍ମ ଜୀବର ଅଟଇ, ଧର୍ମବନ୍ତ ମଧ୍ୟ ସେହି ଶେଷ ଯେ ବୋଲାଇ। ଦ୍ୱାପର ଯୁଗରେ ଧର୍ମରାଜ ଯୁଧିଷ୍ଠିର, ଧର୍ମ ବଳେ ଜୟ କଲେ ଭାରତ ସମର। ଦେଖନ୍ତୁ ଆଜ୍ଞା, ଧର୍ମ ଚାରି ଯୁଗେ ସତ୍ୟ, ଧର୍ମ କେବେ ଆଜ୍ଞା ଅସତ୍ୟ ନୁହଁ। ତାହେଲେ ଅହିଂସା ପରମ ଧର୍ମ। ଯିଏ ହିଂସାକୁ ପରିତ୍ୟାଗ କରେ, ସତ୍ ମାର୍ଗରେ ପରିଚାଳିତ ହୁଏ, ହିଂସା, ଦ୍ୱେଷ, କାମ, କ୍ରୋଧ, ଲୋଭ, ମୋହ, ଅହଙ୍କାର ଏସବୁକୁ ଛାଡ଼ି ଦେଇ ଶିବଙ୍କର ଚରଣରେ ଯିଏ ନିଜକୁ ସମର୍ପଣ କରିଛି, ସେ ଯୁଗେ ଯୁଗେ ଜୟଲାଭ କରିଛି। ଏଥିରେ ଦ୍ୱିଧା ନାହିଁ। ପୁଣି ସ୍ୱଦେହରେ ଗଲେ ସରଗରେ ବାସ, ନ ଲାଗିଲା ପାପ ତାଙ୍କ ଅଙ୍ଗେ ଅଙ୍ଗେ ଲେଶ। ତେଣୁ ସକଳ ଜନଙ୍କୁ କରେ ନିବେଦନ, ସତ୍ୟ ନ୍ୟାୟ ପଥେ ସଦା କରନ୍ତୁ ଗମନ। ଯିଏ ସତ୍ୟ ନ୍ୟାୟ ପଥରେ ସବୁବେଳେ ଗମନ କରୁଛି, ସେ ନିଶ୍ଚିତ ଭାବରେ ସବୁଠି ଜୟଲାଭ କରିବ। ଏଥିରେ କୁଣ୍ଠାବୋଧ କରିବାର କିଛି ନାହିଁ ଆଜ୍ଞା। ଯେହୁ ସତ୍ୟ ସେହୁ ଧର୍ମ ସେହି ନିରଞ୍ଜନ, ଏହା ମଧ୍ୟ ତିଳେ ମାତ୍ର ନାହିଁ ଭିନ୍ନ ଭିନ୍ନ। ସେହି ସତ୍ୟ ପଥ ଆଶ୍ରେ କରି ତ୍ରିଲୋଚନ, ଯୁଗେ ଯୁଗେ ବସିଛନ୍ତି ଅମର ଆସନ। ସତ୍ୟବାନ ପ୍ରାଣୀ ପାଶେ ମୃତ୍ୟୁ ନ ଆସଇ, ଜଳ ପବନ ନଳ ତାରେ ନ କାଟଇ। ଏ କଳି ଯୁଗରେ ଘରେ ଘରେ ପୁରେ ପୁରେ, ଘୋଟି ପାପ ରାଶି ଜନ ପକାଇ ନରକରି। ଏଣୁ କ୍ଷୁଦ୍ର ଉପଦେଶ ମାନିଣ ମୋହର, ସତ୍ୟ ଶିବଙ୍କ ଆଶ୍ରୟ କର ସର୍ବନର। ସଦବୁଦ୍ଧି ସଦଜ୍ଞାନ ଦେବେ ସେ ବତାଇ, ଲୋଭ ମୋହ କାମ କ୍ରୋଧ ଆଣିବେ ହଟାଇ। ସବୁବେଳେ ସୁମଙ୍ଗଳ କରିବେ ତୁମର, ମଙ୍ଗଳମୟ ଯାହାଙ୍କୁ ବୋଲନ୍ତି ସଂସାର। ସବୁବେଳେ ଯିଏ ମଙ୍ଗଳମୟ, ଭକ୍ତର ଯିଏ ସବୁବେଳେ ମଙ୍ଗଳ ଚିନ୍ତା କରନ୍ତି, ସତ୍ୟ ଶିବ ସୁନ୍ଦର, ତାହେଲେ ସଦ୍ ବୁଦ୍ଧି, ସଦ୍ ବିଦ୍ୟା, ସଦ୍ ଜ୍ଞାନ ଯିଏ ପ୍ରଦାନ କରନ୍ତି, ଲୋଭ ମୋହ କାମ କ୍ରୋଧ ଯିଏ ହଟେଇ ଦିଅନ୍ତି, ତାଙ୍କରି ଚରଣରେ ନିଜକୁ ସମର୍ପଣ କରି ଆମେ ସମସ୍ତ କାର୍ଯ୍ୟ ସୁଚାରୁ ଭାବରେ କରିପାରିବା। ଯେବେ କାର୍ଯ୍ୟ ସଦା ଶିବ ନବରଇଜନ, ନୁହଁଇ ଯେ ଶୁଭ କାର୍ଯ୍ୟ ମଧ୍ୟରେ ଗଣନ। ଶିବ ପାଦ ଦକ ଯେଉଁ ପରାଣୀ ନ ପାଏ, ଅପବିତ୍ର କାୟା ତାର ପବିତ୍ର ନ ହୁଏ। ସଂସାର ମୂଳ କରତା ଅଟନ୍ତି ଯେ ସେହି, ତାଙ୍କ ଅନୁଗ୍ରହେ ଆଜି ସର୍ବ ହୋଇଛଇ। ସେ ଦେବ ଭୟ ପାଦେ ସଦା ରଖି ମନ, ଅଧମ କ୍ଷେତ୍ର ମୋହନ କରଇ ରଚନ। କ୍ଷେତ୍ର ମୋହନଙ୍କ ବିରଚିତ ଶିବ ପୁରାଣ କଥାରେ ଯାହା କୁହାଗଲା, ଯେତେ ଶୁଭ କାର୍ଯ୍ୟ ଆମେ କରିବାକୁ ଯାଉଛେ, ଆମେ ଯଦି ଶୁଭ କାର୍ଯ୍ୟରେ ଶିବଙ୍କୁ ସ୍ମରଣ ନ କରୁଛେ ଏବଂ ଯେଉଁ ପ୍ରାଣୀ
ତାଙ୍କର ପାଦୋଦକ ପାନ ନ କରିଛି, ତାର ଶରୀର ତାର କାୟା କେବେ ମଧ୍ୟ ପବିତ୍ର ହୁଏ ନାହିଁ। ଶିବ ପାଦୋଦକଂ ପିତ୍ୱା ପୁନର୍ଜନ୍ମ ନ ଲଭ୍ୟତେ ବୋଲି କୁହାଯାଇଛି। ଯିଏ ପାଦୋଦକକୁ ପାନ କରୁଛି, ଶିବଙ୍କର ଚରଣାମୃତକୁ ଯିଏ ପାନ କରୁଛି ବା ଯାହାକୁ ଆମେ ପାଦୁକ ବୋଲି କହୁଛେ, ତାକୁ ଯିଏ ପାନ ନ କରିଛି ତା ଶରୀର କେବେ ପବିତ୍ର ନୁହେଁ ଆଜ୍ଞା, ଅପବିତ୍ର। ଆଗରୁ କୁହାଯାଇଛି ଅପବିତ୍ର ପବିତ୍ରୋ ବା ସର୍ବାବସ୍ଥାଙ୍ଗତୋ ପିବା ଯହ ସ୍ମରେତ ପୁଣ୍ଡରୀକାକ୍ଷଂ ସ ବା ୟାଭ୍ୟାନ୍ତର ଶ୍ରୁତି। ତାହେଲେ ଆମେ ସ୍ମରଣ କଲେ ମଧ୍ୟ, ଚିନ୍ତନ କଲେ ମଧ୍ୟ ଶିବଙ୍କର ଆମେ ନିଶ୍ଚିତ ଭାବରେ ଅପବିତ୍ର ଶରୀର ପବିତ୍ର ହବ। ତାହେଲେ ସୃଷ୍ଟି ସର୍ଜନା ସରିଲା। ଏଇଠୁ ଆଗକୁ ଯାଉଛି ଆମେ ଯୋଉଠିକି ନର୍କ ମାନଙ୍କର ବିବରଣ ବା ନର୍କର ବର୍ଣ୍ଣନା କରାଯାଇଛି। ଋଷି ପଚାରୁଛନ୍ତି, ଋଷିଗଣ ମାନେ ଶୁଣି ଧାତା ସୁତ ବାଣୀ ବୋଇଲେ କହି କଥା ତହ ତପମଣି। କହିଲେ ଶୁଣିଲେ ଆମ୍ଭେ ସୃଷ୍ଟିର ଆରମ୍ଭ ପ୍ରଳୟ ଶେଷରେ ସରଜନ୍ତି ମହାଦେବ। ପୁଣି କହିଲେ ଯେ ଧର୍ମା ଧର୍ମର ବିଚାର ଧର୍ମ କଲା ପ୍ରାଣୀ ଅଟେ ବ୍ରହ୍ମାଣ୍ଡରେ ସାର। ଆବର ଧର୍ମ ଜନେ ପଡ଼ନ୍ତି ନରକେ ସେ ନରକ ଯେଉଁ ପରି ତା ଭୋଗନ୍ତି ଲୋକେ। ପୁଣି କେତେ କେତେ ନାମ ଅଟଏ ତାହାର କେଉଁ ପରି ସେ ସମସ୍ତ ହୋଇଛି ଦିଆର। ତାହା ଅନୁଗ୍ରହ କରି କହ ଧାତା ସୁତ ଶୁଣିବା ନିମନ୍ତେ ମନ ବଳିଛି ବହୁତ। କେଉଁ କେଉଁ ପାପ କେଉଁ ଦଣ୍ଡ ଭୋଗେ ଜନ ତାହା ବିସ୍ତାରିଣ କୁହ ଆହେ ତପୋଧନ। ହେ ଧାତା ସୁତ, ଆମକୁ କହିବା ହଉ, ସୃଷ୍ଟି ସର୍ଜନା ତ କହିଲ କେମିତି ହେଲା, ଏବେ ଯୋଉମାନେ ସୃଷ୍ଟିକି ଆସିଲେ ସେମାନେ ସତ୍ୟରେ ରହିଲେ କଣ ପାଉଛନ୍ତି, ଅସତ୍ୟରେ ରହିଲେ କଣ ପାଉଛନ୍ତି, ଧର୍ମ କଲେ କଣ ଅର୍ଜନ କଲେ, ଅଧର୍ମ କଲେ କଣ ଅର୍ଜନ କଲେ। ଯୋଉ ପାପ ରହିଲା, ଯୋଉମାନେ ପାପ କରୁଛନ୍ତି ସେ ଜାଣିକିରି ହଉ ବା ଅଜାଣତରେ ହଉ, ଉଭୟ ପାପ ର କଣ ଦଣ୍ଡ ମିଳିଥାଏ ବର୍ତ୍ତମାନ ତାକୁ ଜାଣିବା। ସନତ କୁମାର କହୁଛନ୍ତି, ତାକୁ ଋଷିମାନେ ବସି ଏକ ମନ ଏକ ଧ୍ୟାନରେ ଶୁଣୁଛନ୍ତି, ଶ୍ରବଣ କରୁଛନ୍ତି। ତାହାକୁ ବର୍ତ୍ତମାନ ଆମେ ଆଲୋଚନାକୁ ଆଣୁଛେ। ହସି ହସି ଧାତା ସୁତ ବୋଲନ୍ତି ବଚନ ମନ ଦେଇ ଶୁଣ ତୁମ୍ଭେ ସର୍ବତପି ଗଣ। କେଉଁ ପରି ନର୍କପୁର ହୋଇଛି ତିଆର ସଞ୍ଜୀବନୀ ପୁରେ ଭିନ୍ନ ଭିନ୍ନ ପରକାର। କେଉଁ ପାପ କଲେ କେଉଁ ଦଣ୍ଡ ପାପୀ ମାନେ ଭୋଗ କରନ୍ତି ନରକେ କେବଳ ବିଧାନୀ। ତାହେଲେ କିଏ କେଉଁ ପାପ କଲେ କଣ ଦଣ୍ଡ ପାଆନ୍ତି ତାକୁ ବର୍ତ୍ତମାନ ଶୁଣିବା। ତାହା ଗୋଟି ଗୋଟି ମୁହିଁ କହୁଛି ବିସ୍ତାରୀ ଯେତିକି ମାତର ଜାଣି ଅଛି ବୁଝି କରି। ଯେତେ ଯେତେ ନର୍କ ମାନ ସଞ୍ଜୀବନୀ ପୁରେ କହିବା ଦୁଃସାଧ୍ୟ ଅଟେ ମୋହରି ପକ୍ଷରେ। ତେବେ ପ୍ରଧାନ ପ୍ରଧାନ କେଉଁ ନର୍କ ମାନ ତାହା ଅଟେ 84 ଶୁଣ ଦେଇ ମନ। 84 ନର୍କ ବୋଲି କୁହାଯାଇଛି। ତାହେଲେ ଯେ 84 ନର୍କ, ସେ 84 ନର୍କ କଣ?
କୁମ୍ଭୀପାକ ଚଉରବ ମଳମୂତ୍ର କୁଣ୍ଡ ଅନଳ ତପତ ଆଦି ଅଶ୍ରୁମଜା ଭାଣ୍ଡ କୃମି ଶୋଣିତ ଆବର ଅନ୍ୟାନ୍ୟ ବହୁତ ନରକ କୁଣ୍ଡ ରହିଛି ଯମପୁରେ ସ୍ଥିତ। ତାହେଲେ କୁମ୍ଭୀପାକ ନର୍କ ଯୋଉ ରହିଛି, ଅନେକ ତ ନର୍କ ରହିଛି, ଆମେ ଜାଣିଲେ 84 ନର୍କ ରହିଛି ଯମପୁର ଭିତରେ। ତାହେଲେ ଗୋଟି ଗୋଟି କରି ଆମେ ତାକୁ ଆଲୋଚନା ଭିତରକୁ ଆଣିବା। ଏକ ଏକ କୁଣ୍ଡ ମଧ୍ୟରେ ପଚା ମାଂସ ପୁରୀ ଦୁର୍ଗନ୍ଧ ହୁଏ ନରକ ସାରା ସେ ହୁହାରି କେଉଁଠାରେ ରୁଧିର ବା କେଉଁଠାରେ ପୂଜ କେଉଁ କୁଣ୍ଡେ ତପ୍ତ ତୈଳ ହୁଅଇ ଦହିଜ୍ୟ ଏହିପରି ଭାବେ ବହୁ ନର୍କ ତ ହିଁ ଅଛି ଜନ୍ତୁରାଜ ପାପୀଙ୍କୁ ପକାଏ ବାଛି ବାଛି। ତାହେଲେ କେତେ ପ୍ରକାରର ରହିଛି, କୋଉଠି ରୁଧିର କୁଣ୍ଡ ରହିଛି, କୋଉଠି ପୂଜ କୁଣ୍ଡ ରହିଛି, କୋଉଠି ଉତ୍ତପ୍ତ ତୈଳ କୁଣ୍ଡ ରହିଛି, କୋଉଠି କୃମି ଶୋଣିତ ରହିଛି, ଅଗ୍ନି କୁଣ୍ଡ ରହିଛି, ମଳ କୁଣ୍ଡ ରହିଛି, ମୂତ୍ର କୁଣ୍ଡ ରହିଛି, ଏମିତି ରହିଛି ଅନେକ। ପଚା ମାଂସ କୁଣ୍ଡ ଭିତରେ ପଡିଛି, ଦୁର୍ଗନ୍ଧ ହଉଛି, ସେଇ କୁଣ୍ଡ ଭିତରେ ପକେଇ ଦିଆଯାଉଛି। ତାହେଲେ ଜନ୍ତୁରାଜ ବାଛିକିରି ନେଇକି ପକଉଛନ୍ତି, କିଏ କୋଉଠି ପଡିବ, କିଏ କେତେ ପାପ କରିଛି ସିଏ ସେଇଠି ଯାଇକି ପଡିବ। ଯେଉଁ ଜୀବ ଜୀବନରେ ପର ହିଂସା କରେ ମୃତ୍ୟୁ ଅନ୍ତେ ପଡେ ସେହୁ ଅନଳ କୁଣ୍ଡରେ। ଯେଉଁ ଜନ ଜୀବନରେ ସବୁବେଳେ ପରକୁ ହିଂସା କରେ, ପର ନିନ୍ଦା କରେ, ପରକୁ ଦୁଃଖ ଦବାକୁ ପଛାଏ ନାହିଁ, ତାକୁ ନେଇକିରି ଅନଳ କୁଣ୍ଡରେ ପକେଇ ଦିଆଯାଏ। ପ୍ରଜ୍ୱଳ ଶିଖା ବିସ୍ତାରୀ ଧୁ ଧୁ ହୋଇ ତପ୍ତ ଲୌହ ଗଡ଼ ମାନ ତହିଁ ପଡ଼ିଥାଇ ହେଙ୍ଗୁଳ ପରାୟ ଦିଶୁ ଥାଇ ବର୍ଣ୍ଣ ତାର ଯେ ପର ହିଂସା ପାତ କି ପଡ଼ଇ ତହିଁର। ତାହେଲେ ଯିଏ ପରହିଂସା କରେ ଏଇଭଳି ପ୍ରଜ୍ୱଳ ଶିଖା ଧୁ ଧୁଇକି ବାହାରୁଥିବ, ତପ୍ତ ଲୋଭ ଗଡ଼ମାନ ତା ଭିତରେ ପଡ଼ିଥିବ, ହିଙ୍ଗୁଳ ପ୍ରାୟ ବର୍ଣ୍ଣ ଦିଶୁଥିବ, ତାରି ଭିତରେ ନେଇକି ପାଣିକି ପକେଇ ଦିଆଯାଏ। ଯୋଉ ଜୀବଟି ସଂସାର ଛାଡ଼ିକି ଯାଇଥାଏ, ମୃତ୍ୟୁବରଣ କରିଥାଏ, ତା ଦେହ ମଧ୍ୟରେ ଯେତେ ଲୋମ ରହିଥାଇ ଗଣି ସେ ତ କାଳ ଅଗ୍ନି କୁଣ୍ଡରେ ପଡ଼ଇ ତାପରେ ପଶୁ ଯୋନିରେ ଜନମଲ ଭଇ ତିନି ଜନ୍ମ ପରେ ତାର କଷ୍ଟ ଦୂର ହୋଇ। ତାହେଲେ ତା ଦେହରେ ଯେତେ ଲୋମ ରହିଥାଏ ଗଣି ସେତେ କାଳ ପର୍ଯ୍ୟନ୍ତ ସେ ସେଇ ଅଗ୍ନି କୁଣ୍ଡରେ ପଡ଼ି ରହେ ଏବଂ ତାପରେ ତାକୁ ପଶୁ ଯୋନିରେ ଜନ୍ମ ଲାଭ କରିବାକୁ ହୁଏ। ପଶୁ ଯୋନି ଅନେକ ତ ପଶୁ ରହିଛନ୍ତି, ତା ଭିତରେ ସେ କୋଉ ପଶୁ ଯୋନିରେ ଜନ୍ମ ହବ ତାହାକୁ ଯମରାଜ ସ୍ଥିର କରନ୍ତି। ଆବର ଶୋଷିକୁ ଯେହୁ ନଦିଅଇ ଜଳ ତାକୁ ଜନ୍ତୁ ପତି କଷ୍ଟ ଦିଅଇ ଅପାର। ଜଣେ ଲୋକକୁ ଶୋଷ ଲାଗୁଛି, ଆମ ପାଖରେ ଜଳ ଅଛି ଅଥଚ ଆମେ ତାକୁ ଟିକେ ଜଳ ଦଉନେ, ଜଳ ବିନା ସେ ଛଟପଟ ହଉଛି, ଶୋଷରେ ଆକୁଳ ହଉଛି, କିନ୍ତୁ ଆମେ ଆମ ଆକ୍ୱାଗାର୍ଡ ଜଳକୁ ତାକୁ ଦଉନେ। ମୁଁ ଆକ୍ୱାଗାର୍ଡରୁ ଆଣିଛି ପାଣି ଦେଇଦେବି, ମୁଁ କଣ କରିବି, ମୁଁ କଣ ଶୋଷରେ ମରିବି ଦେଇ ଦେଇକିରି। ମନ ଭିତରେ ଏଇ ଭାବନା ଆସୁଛି। ତାହେଲେ ଯେଉଁ ଲୋକ ମନ ଭିତରେ ଏଇଭଳି ଭାବନା କରି ଆଗକୁ ଚାଲେ, କୁହାଯାଇଛି ସିଏ ଅନେକ ଦୁଃଖ ପାଏ, ଅନେକ କଷ୍ଟ ପାଏ। ମଲା ବେଳେ ଯମ ଦୂତେ ନିୟନ୍ତି ବାନ୍ଧିଣ
ତପତ କୁଣ୍ଡରେ ତାକୁ ପକାନ୍ତି ବହନ। ତହିଁ ସେ ପାପୀକୁ ନେଇ ଶତ ଜନ୍ମ ଯାଇ ଜନ୍ତୁପତି ତାକୁ ପକ୍ଷୀ କୂଳେ ଜନ୍ମ ଦିଏ। ଜନ୍ତୁପତି ତାକୁ ନେଇକିରି ଅନଳ କୁଣ୍ଡରେ ପକାନ୍ତି, ତାପରେ ତାକୁ ପକ୍ଷୀ ଜନ୍ମ ଦିଅନ୍ତି। ଏଇଭଳି ଭାବରେ ସିଏ ପକ୍ଷୀଟିଏ ହେଇକି ବୁଲେ। ଯେଉଁ ଜନ ଆନନ୍ଦରେ ପିତୃ ଶ୍ରାଦ୍ଧ ଦିନ ପକାଏ ରଜକ ଗୃହେ ପିନ୍ଧିଲା ବସନ। ଅନ୍ତଃ କାଳେ ଯମଦୂତେ ସେ ପାପୀକୁ ନେଇ ମାଡ଼ ମାରି କ୍ଷୀର କୁଣ୍ଡେ ଦିଅନ୍ତି ପକାଇ। 7 ଥର ଧୋବା ଘରେ ଜନମ ଲଭଇ ପ୍ରତି ଜନମରେ ନର୍କ ଭୋଗ ସେ କରଇ। ଯେଉଁ ଲୋକ ପିତୃ ଶ୍ରାଦ୍ଧ ଦିନ, ଯୋଉ ଦିନ ପିତାଙ୍କର ଶ୍ରାଦ୍ଧ ଦିବସ ହଉଥିବ, ସେଇଦିନ ଯିଏ ରଜକ ଘରେ ଲୁଗା ଦିଏ ସଫା କରିବାକୁ, ବା ରଜକ ଆସିକି ଘରେ ଲୁଗା ସଫା କରିଦେଇକି ଯାଏ, ଧୋଇ ଦେଇକି ଯାଏ। ଆଜିକାର ସମୟରେ ଆମେ ଯେମିତି କହୁଛେ ଲଣ୍ଡ୍ରି କି ନେଇକି ଦେଇଦବା, ଆମେ କଣ ଘରେ ସଫା କରୁଛେ ନା ରଜକ ସଫା କରିଛେ? ଆମେ ଲଣ୍ଡ୍ରି କି ଦେଇଦେଲେ ଲଣ୍ଡ୍ରି ସଫା କରିକି ଦେଲା, ଆଉ ସେଥିରେ କଣ ଅସୁବିଧା ଅଛି ଆଜ୍ଞା? ନା ଆଜ୍ଞା, ସିଏ ମଧ୍ୟ ଆପଣଙ୍କୁ ଲାଗିଗଲା। ତେଣୁ ପିତୃ ଶ୍ରାଦ୍ଧ ଦିବସରେ ରଜକକୁ ବା ଧୋବାକୁ ବସ୍ତ୍ର ଧୋଇବାକୁ ଦିଆଯାଏ ନାହିଁ। ଯଦି ଆମେ ଭୁଲ ବଶତଃ ଦେଇଦେଲେ ତାହେଲେ ଆମକୁ ଦଣ୍ଡ ଭୋଗିବାକୁ ପଡିବ। କଣ ଦଣ୍ଡ ଭୋଗିବାକୁ ପଡିବ? ଧୋବା ଘରେ 7 ଥର ଜନ୍ମ ନେବାକୁ ପଡିବ ଏବଂ ପ୍ରତି ଜନ୍ମରେ ତମେ ନର୍କ ଭୋଗ କରିବ। ଯେ ଜନ ହରଇ ପର ଧନ ଦ୍ରବ୍ୟମାନ ବଳାତ୍କାରେ ନାରୀ ଯିଏ କରଇ ହରଣ। ଦେବସ୍ୱ ବ୍ରହ୍ମସ୍ୱ ଦେହୁ ବଳେ ନ ହରଇ ଶେଷ କାଳେ ଯମଗଣ ତାକୁ ବାନ୍ଧି ନେଇ ବହୁ ମାଡ଼ ମାରି କଣ୍ଟା ଫୋଡ଼ି ତା ଅଙ୍ଗରେ ପକାନ୍ତି ତାହାକୁ ବିଷ୍ଟା କୁଣ୍ଡର ମଧ୍ୟରେ। ତାହାର ଯେତକ କଷ୍ଟ ମୁଖେ କହି ନହି ଜନ୍ମ ଜନ୍ମାନ୍ତରେ ସେହି ବିଷ୍ଟା ଖାଉଥାଇ। ତାହେଲେ କୁହାଯାଇଛି, ଯିଏ ଅନ୍ୟର ଦ୍ରବ୍ୟ ଚୋରି କରେ, ପର ଧନ ଯିଏ ହରଣ କରେ, ଯିଏ ନାରୀ କି ହରଣ କରେ, ବଳାତ୍କାର କରେ, ଦେବସ୍ୱ ଦେବତା ମାନଙ୍କର ସମ୍ପତ୍ତି, ବ୍ରହ୍ମସ୍ୱ ବ୍ରାହ୍ମଣର ସମ୍ପତ୍ତି, ଯେହୁ ହରଣ କରଇ, ଯିଏ ହରଣ କରିଥାଏ, ଚୋରି କରିକି ନେଇଥାଏ, ଅନ୍ତ କାଳରେ ମଲା ପରେ ତାକୁ ଯମଦୂତ ମାଟେ ବାନ୍ଧି ନେଇକିରି କଣ୍ଟା ଫୋଡ଼ି ତା ଦେହ ଯାକ ତାକୁ ନର୍କ କୁଣ୍ଡରେ ବିଷ୍ଟା କୁଣ୍ଡରେ ପକେଇ ଦିଅନ୍ତି। ବିଷ୍ଟା କୁଣ୍ଡରେ ପଡିଥା, ବିଷ୍ଟା ଖାଉଥା। ଯେଉଁ ଜନ ଖୋଳେ ମାଟି ପର ପୋଖରୀରେ ତାହାକୁ ପକାନ୍ତି ନେଇ ମୂତ୍ରର କୁଣ୍ଡରେ। ମୂତ୍ର ପିଇ ବହୁ କଷ୍ଟେ ଜୀବନ ଧରଇ 7 ଥର ଗୋଧି ରୂପେ ଜନମ ଲଭଇ। ଦେଖନ୍ତୁ ଆଜ୍ଞା, ଯେଉଁ ଲୋକ ପୋଖରୀ ଅନ୍ୟ କାହା ଜାଗାରେ ଖୋଳୁଛି, ମାଟି ପର ପୋଖରୀରେ ଖୋଳେ, ତାହାକୁ ପକାନ୍ତି ନେଇ ମୂତ୍ରର କୁଣ୍ଡରେ, ତାହେଲେ ମୂତ୍ର କୁଣ୍ଡରେ ସିଏ ପଡିବ ଆଜ୍ଞା। ତେଣୁ ଅନ୍ୟ କଥାରେ କହିବାକୁ ଗଲେ, ଯୋଉମାନେ ଶ୍ରମିକ ଶ୍ରେଣୀର ଲୋକ ଶ୍ରମ କଲେ ଜୀବନ ଜୀବିକା ନିର୍ବାହ କରିବେ, ସେମାନେ ପୋଖରୀ ତ ଖୋଳିବେ,
ତାଙ୍କର ତାହା ହିଁ ନିତ୍ୟ କାର୍ଯ୍ୟ। କିନ୍ତୁ ଏଠି ସେ କଥା କୁହାଯାଇନି ଆଜ୍ଞା। ଆମେ ଜୋର ଜବରଦସ୍ତ ଅନ୍ୟର ଜାଗାକୁ ନିଜର ବୋଲି କହି ସେଠି ପୋଖରୀ ଖୋଳିବା ଧର୍ତ୍ତବ୍ୟ ଅପରାଧ ହେଇଗଲା ଆଜ୍ଞା। ଅନ୍ତେ ମୂତ୍ରକୁଣ୍ଡରେ ପଡ଼ିବାକୁ ହବ। ମୂତ୍ରକୁଣ୍ଡରେ ପଡ଼ି କଷ୍ଟ ଭୋଗିବାକୁ ପଡ଼ିବ। ମୂତ୍ର ପିଇ ଜୀବନ ବଞ୍ଚିବାକୁ ପଡ଼ିବ ଏବଂ 7 ଥର ଗୋଧି ଜନ୍ମ ପାଇବ। ଆଉ କଣ ରହିଛି ଆଜ୍ଞା? ମିଷ୍ଟାନ୍ନ ଲୁଚାଇ ଯେହୁ ଖାଏ ଗୋପନରେ ଚିରକାଳ ଶ୍ଲେଷ୍ମା କୁଣ୍ଡେ ନର୍କ ଭୋଗ କରି ଯମରାଜ ତାହାକୁ ଯେ ବହୁ ଦଣ୍ଡ ଦିଅନ୍ତି ଲୁହାର ସାବେଳି ମାରି ହାଡ଼କୁ ଭାଙ୍ଗନ୍ତି ପ୍ରେତ ରୂପେ ବୁଲେ 7 ବରଷ ଉତ୍ତାରୁ ରକ୍ତ ମାଂସ ଖାଏ ମଲା ମନୁଷ୍ୟ ଦେହରୁ ଯେ ଜନ୍ମ ଦ୍ୱାରୁ ଅତିଥି ଦିଅ ଫେରାଇ ବ୍ରହ୍ମ ହତ୍ୟା ପାତକ ଯେ ଲୋକ ଗୋଳା ଗଇ। ଆଜ୍ଞା ଗୋଟିଏ ସାଧାରଣ କଥା, ଯିଏ ସବୁବେଳେ ଚୋରେଇକିରି ମିଠା ଖାଏ ଆଜ୍ଞା ତାକୁ ଯମଦଣ୍ଡ ଲାଗିଯାଏ ଆଜ୍ଞା। ଲୁହାର ସାବେଇ ମାଳି ତାର ହାଡ଼କୁ ଭାଙ୍ଗି ଦିଆଯାଏ। 7 ବର୍ଷ ପର୍ଯ୍ୟନ୍ତ ପ୍ରେତ ରୂପେ ବୁଲେ ସିଏ। ରକ୍ତ ମାଂସ ମଲା ମଣିଷ ଶରୀରରୁ ଖାଏ। ଏହିଭଳି ଜନ୍ମ ପାଏ ସିଏ ଆଜ୍ଞା। ଏବଂ ଯୋଉ ଲୋକ ଅତିଥିକୁ ଦ୍ୱାର ଦେଶରୁ ଫେରେଇ ଦିଏ ଆଜ୍ଞା, ଅତିଥି ଦେବୋ ଭବ ବୋଲି କୁହାଯାଇଛି ଆଜ୍ଞା। ସେଥିପାଇଁ ଶାସ୍ତ୍ର କହୁଛି ଅତିଥି ଦେବୋ ଭବ। ଆମେ କଣ କରୁଛେ? ଦ୍ୱାରକୁ କିଏ ଆସିଲେ ଯା 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 କିଛି ନାହିଁ ଫେରେଇ ଦଉଛେ ଆଜ୍ଞା। ପାଣି ଟିକେ ବି ଦଉନେ, ବସିବାକୁ ବି ସ୍ଥାନ ଦଉନେ, ଫେରେଇ ଦଉଛେ ଆଜ୍ଞା। ତାକୁ ବ୍ରହ୍ମ ହତ୍ୟା ପାତକ ଦୋଷ ଲାଗିଯିବ ଆଜ୍ଞା। ନଘେନନ୍ତି ଜଳ ପିତୃ ଲୋକ ତା ହସ୍ତରେ ମାରନ୍ତି ତାହାକୁ ଦୂତେ ବହୁତ ପ୍ରକାରେ 7 ବର୍ଷ ପୁତି ଗନ୍ଧ ନର୍କେ ସେ ପଡ଼ଇ ପୁଣି ଆସି ମର୍ତ୍ତ୍ୟପୁରେ ଜନମଲ ଭଇ। ତାହେଲେ ଯିଏ ଫେରେଇ ଦଉଛି ତାକୁ ବ୍ରହ୍ମ ହତ୍ୟା ପାତକ ଦୋଷ ଲାଗିଲା। ତା ସହିତ ଆଉ କଣ ଲାଗିଲା ଆଜ୍ଞା? ନା ପିତୃ ପୁରୁଷ ମାନେ ତା ହସ୍ତରୁ ଜଳ ଗ୍ରହଣ କରନ୍ତି ନାହିଁ ଏବଂ 7 ବର୍ଷ ପର୍ଯ୍ୟନ୍ତ ସେ ନର୍କ କୁଣ୍ଡରେ ପଡ଼େ ଏବଂ ପୁଣି ପୁନର୍ବାର ପୁଣି ମର୍ତ୍ତ୍ୟପୁରରେ ଜନ୍ମ ହୁଏ। ଆଜି ତ ଆଜ୍ଞା ସମୟ ହେଇଗଲାଣି। ଆସନ୍ତା ଅଧ୍ୟାୟରେ ଆମେ ପୁଣି ନର୍କ ବିଚାର କରିବା। ଆଜି ପାଇଁ ରହୁଛି, ନମସ୍କାର।